ଯେଉଁ ଝିଅର ଫଟୋରେ ଆଙ୍ଗୁଠି ରଖି ଏହି ଶବ୍ଦ ପଢ଼ିଦେବେ ଗ୍ୟାରେଣ୍ଟି ଦେଉଛି ସେ ଝିଅ ରାତିଦିନ ଘରକୁ ଡାକିବ, ଯାହା ଚାହିଁବେ ତାହା କରିବ। ହଁ ଫ୍ରେଣ୍ଡସ୍, ଯଦି ଆପଣ କେଉଁ ଝିଅ ବା ସୁନ୍ଦରୀ ବିବାହିତା ନାରୀ ଆଡ଼କୁ ଆକର୍ଷିତ ହେଉଛନ୍ତି, ତାକୁ ପଟେଇ ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର କଷ୍ଟ କାମ କରିବାକୁ ପଡ଼ିବନି କିମ୍ବା କିଛି ବି ମନ୍ତ୍ର ତନ୍ତ୍ର କରିବାକୁ ପଡ଼ିବନି। କେବଳ ଯେଉଁ ଝିଅ ବା ନାରୀକୁ ଆପଣ ବଶରେ କରିବାକୁ ଚାହୁଁଛନ୍ତି ତାର ଗୋଟିଏ ଫଟୋ ଆଣିବେ କିମ୍ବା ତାର ଗୋଟିଏ ଫଟୋ ମୋବାଇଲରେ ଉଠେଇକି ଆଣିବେ। ତାପରେ ମୁଁ ଆପଣଙ୍କୁ କିଛି ପ୍ରୟୋଗ ବିଧି ଶିଖେଇବି। ଆପଣ ସେହି ପ୍ରୟୋଗ ବିଧିକୁ ଠିକ୍ ଭାବରେ କରିଦେବେ। ଗ୍ୟାରେଣ୍ଟି ଦେଉଛି ଯେମିତି ଆପଣ ଏପଟେ ଏହି ବଶୀକରଣ କରିବେ, ସେ ଝିଅ ହେଉ ବା ବିବାହିତା ନାରୀ ସେହି ସମୟଠାରୁ ବିଚଳିତ ହୋଇ ଉଠିବ। ରାତି ଦିନ ଆପଣଙ୍କ କଥା ଭାବିବ, ନିଜେ ଆସିବ ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆପଣ ସମସ୍ତଙ୍କର ଇଚ୍ଛା ଥିବ ନିଜ ପସନ୍ଦର ସୁନ୍ଦରୀ ଝିଅ ବା ସୁନ୍ଦରୀ ପଡ଼ିଶା ଘର ଭାଉଜକୁ ପଟେଇବା ପାଇଁ, ତାଠାରୁ ମନ ମୁତାବକ କାମ ହାସଲ କରିବା ପାଇଁ। କିନ୍ତୁ ଇଏ ଏତେ ସହଜ ନୁହେଁ। ଏଥିପାଇଁ ଆମର ତନ୍ତ୍ରଶାସ୍ତ୍ରରୁ ମୁଁ ଆଜି ଆପଣଙ୍କ ପାଇଁ ଏମିତି ଏକ ସହଜ ଶକ୍ତିଶାଳୀ ବଶୀକରଣ ନେଇ ଆସିଛି, ଯାହାକୁ ଆପଣ କରିଦେଲେ ନିଜ ପସନ୍ଦର କେଉଁ ବି ଝିଅ ବା ବିବାହିତା ନାରୀକୁ ମୁହୂର୍ତ୍ତକ ଭିତରେ ନିଜ ବଶରେ କରିପାରିବେ। ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ସିଏ ଆପଣଙ୍କର ସବୁ କଥା ମାନିବ, କୌଣସି ପ୍ରକାର ବାଧା ଦେବ ନାହିଁ। ଏହି ବଶୀକରଣ କରିବା ପାଇଁ କେବଳ ଆପଣଙ୍କୁ ସେ ଝିଅ ବା ନାରୀର ଗୋଟିଏ ଫଟୋ ଦରକାର। ଯଦି ଆପଣ ତାର ଫଟୋ ଆଣିପାରିବେନି, ତେବେ ମୋବାଇଲ ଫୋନରେ କେବଳ ଗୋଟିଏ ଫଟୋ ତାର ଉଠେଇକି ନେଇ ଆସିବେ। ତାପରେ ଏହି ବଶୀକରଣ କରିବେ। ଏହି ବଶୀକରଣ ଏତେ ଶକ୍ତିଶାଳୀ କି ଏହାର ପ୍ରୟୋଗ କେବେ ବି ଖାଲି ଯାଏନି। ଯିଏ ବି ଏହାକୁ କରିଛି ସଫଳ ହେଇଛି। ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ଫେରାଇ ଆଣିପାରିଛି। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିଛି। ତେଣୁ ଯଦି ଆପଣ ଯେତେ ଚେଷ୍ଟା କରି ମଧ୍ୟ ନିଜ ପସନ୍ଦର ଝିଅକୁ ପଟେଇ ପାରୁନାହାନ୍ତି, ପଡ଼ିଶା ଘର ଭାଉଜକୁ ପଟେଇ ପାରୁନାହାନ୍ତି, ତେବେ ମୋ କଥା ମାନି ଆଜି ଏହି ବଶୀକରଣ କରିକି ଦେଖନ୍ତୁ। ତାପରେ ଦେଖିବେ ଚମତ୍କାର। ଯେଉଁ ଝିଅ ବା ନାରୀ ପାଇଁ ଏହି ବଶୀକରଣ କରିଦେବେ, ସିଏ ନିଜେ ଆସିବ ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଆପଣଙ୍କ ପ୍ରେମରେ ଏମିତି ଦିବାନୀ ହେଇଯିବ କି ଆପଣଙ୍କୁ ନ ଦେଖି ଗୋଟେ ମୁହୂର୍ତ୍ତ ବି ରହିପାରିବନି। ଠିକ୍ ଅଛି, ତେବେ ଏହି ବଶୀକରଣ ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ ମୁଁ ଆପଣଙ୍କୁ ଶିଖେଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ମୁଁ ଆପଣଙ୍କୁ ଶିଖେଇବି। ଜାଣିବା ପାଇଁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖିବେ। ଅଧାରୁ ଛାଡ଼ିକି ପଳେଇଲେ କିମ୍ବା କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି। ପରେ ଆପଣ କମେଣ୍ଟ କରିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ଦେଖନ୍ତୁ, ମୁଁ ଆପଣଙ୍କୁ ସବୁ ଭିଡ଼ିଓରେ କହୁଛି, ଯେଉଁପରି ଆପଣ ଭଗବାନଙ୍କୁ ମାନୁଛନ୍ତି, ଭଗବାନଙ୍କ ଉପରେ ବିଶ୍ୱାସ ରଖିଛନ୍ତି, ନିଜର ସବୁ ଦୁଃଖ କଷ୍ଟ ଅସୁବିଧା ଭଗବାନଙ୍କୁ ଜଣାଉଛନ୍ତି। ଯଦି ସେ ଅସୁବିଧାର ସମାଧାନ ନ ହେଲା, ତାହାର ମାନେ ନୁହେଁ କି ଭଗବାନ ନାହାନ୍ତି। ସେହିପରି ତନ୍ତ୍ର ମନ୍ତ୍ର ହୁଏ, ବଶୀକରଣ କାମ କରେ, କିନ୍ତୁ ଏହାକୁ ଆପଣଙ୍କୁ ସିଦ୍ଧ କରିବାକୁ ପଡ଼ିବ। ପ୍ରୟୋଗ ବିଧିକୁ ଠିକ୍ ଭାବରେ କରିବାକୁ ପଡ଼ିବ। ମୁଁ ଆପଣଙ୍କୁ ଯେମିତି ଶିଖେଇବି ଆପଣଙ୍କୁ ଠିକ୍ ସେହିପରି କରିବାକୁ ପଡ଼ିବ। କିଛି ବି ଭୁଲ ଭାଲ କରିବେନି, ତେବେ ଯାଇକି ଆପଣଙ୍କର ବଶୀକରଣ 100ରୁ 100% କାମ କରିବ। ଆପଣ ଯାହାକୁ ଚାହିଁବେ ତାକୁ ପଟେଇ ପାରିବେ, ନିଜର ଇସାରାରେ ନଚେଇ ପାରିବେ, ତାଠାରୁ ମନ ମୁତାବକ କାମ ହାସଲ କରିପାରିବେ। ତେଣୁ ଯଦି ଆପଣ ସୁନ୍ଦରୀ ଝିଅ ବା ସୁନ୍ଦରୀ ଭାଉଜକୁ ପଟେଇବାକୁ ଚାହୁଁଛନ୍ତି, ତାଠାରୁ ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି, ତେଣୁ
मोर आपण मानकु आउ थरे अनुरोध कि आपण भिडियोटी को पूरा ध्यान सहित शेष पर्यंत देखंतु। विधिटी जानिबा पूर्वरु जदि आपण आम चैनल को नुआ आसीचंती तेबे दयाकरी चैनल को सब्सक्राइब करी पाखरे थिबा बेल आइकन को मध्य दबाई दियंतु, जहाद्वारा आमे जेउ भी वीडियो अपलोड करिबु सर्वप्रथमे आपण देखिपारिबे आउ तार लाभ पाई परिबे। विधिटी जानिबा पूर्वरु आउ गोटिए कथा मने रखंतु, एही वशीकरण हेउची मुस्लिम वशीकरण। एहार कोनोसी प्रकार काट नाही, तेणु एहाकु आपण भाबी चिंतिकी प्रयोग करिबे। काहेकि ना जेउ झियो बा नारी उपरे आपण एही वशीकरण करिदेबे सीए सारा जीवन पई आपणकर बसरे हेई जिवो, जहा चाहिबे ताहा करिबो, कोनोसी प्रकार बाधा देब नाही। ठीक अछि, तेबे चालंतु जानिबा एही वशीकरण आपण किपरि करिबे। मने रखंतु, एही वशीकरण विधि को आपण केउ भी बाररे करि परिबे, किंतु जेबे भी करिबे दिन 3टारु संध्या 6टा मध्यरे करिबे। विधिटी करिबा पूर्वरु भल भाबरे हाथ गोड़ धोईकी सफा वस्त्र पिंधिकी आपण एही वशीकरण आरंभ करिबे। प्रथमे आपण कौन करिबे, जेउ झियो बा नारी को बसरे करिबाकू चाहुचंती तार गोटिए फोटो आनिबे। जदि आपण को तार फोटो मिलिबनी तेबे मोबाइल फोन रे आपण सेई झियो बा नारीर फोटो उठेइकी आनिबे, जहाको आपण निज बसरे करिबाकू चाहुचंती। तापरे अल्प टिके लाल सिंदूर आनिबे आउ कोनोसी एक जगार चुपचाप बसी पड़िबे, जेउठारे आपण को केही देखिबेनी किंबा अधारू डाकिबेनी। तापरे जो फोटो आनिचंती से फोटो को निज सामने रखिबे आउ ता उपरे अल्प टिके लाल सिंदूर पकई देबे। तापरे से फोटो उपरे निजर आंगुठी रखिबे। तापरे एही 3टी शब्द को 3 थर पढ़ी देबे। एही 3टी शब्द हेउची मुस्लिम वशीकरण शब्द। एही 3टी शब्द को आपण केवल 3 थर पढ़ी देबे। या लीलाह जमिया, एही 3टी शब्द को आपण 3 थर पढ़िबे। या लीलाह जमिया, या लीलाह जमिया, या लीलाह जमिया, एही परि आपण 3 थर पढ़िबे। 3 थर पढ़ी सारिबा परे से फोटो उपरु आंगुठी काढ़िबे आउ से फोटोरे 3 थर फुंकी देबे। तापरे आखि बंद करिकी सेई झियो बा नारी को मनरे भाबिबे, तार मुह को निज मनरे भाबिबे। एमिति भाबिबे जेमिति से झियो बा नारी आपणकर बसरे हेई जाइछि, आपणकर सबु इच्छा पूरण करुछि, एही परि आपण मने मने भाबिबे। ग्यारंटी देउछि, एतिकी करिकी देखंतु, जेउ झियो बा नारी पई आपण एही वशीकरण करिथिबे सीए आपणक आडकू आकर्षित हेबाकू लागिबो, जहा चाहिबे ताहा करिबो, कोनोसी प्रकार बाधा देब नाही। धन्यवाद।